ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯିଶାୟଙ୍କ ପୁସ୍ତକ 53 ଅଧ୍ୟାୟର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ, ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ଯିଶାୟ ଜଣେ ମହାନ ଭବିଷ୍ୟତ ବକ୍ତା ଥିଲେ। ସେ ଅନେକ ଭବିଷ୍ୟତବାଣୀ କରିଛନ୍ତି। ଯିଶାୟ 53 ଅଧ୍ୟାୟ ହେଉଛି ମାନବ ଜାତିର ପାପର ପ୍ରାୟଶ୍ଚିତ ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦୁଃଖ ଭୋଗ ତଥା ପୁନରୁତ୍ଥାନ ସମ୍ବନ୍ଧୀୟ ଅତି ସ୍ପଷ୍ଟ ଓ ବିସ୍ତୃତ ଭବିଷ୍ୟତବାଣୀ। ଆରମ୍ଭରେ ହିଁ ସେହି ପ୍ରଶ୍ନ ପଚାରନ୍ତି, ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ଏଇଠାରେ ବହୁ ବଚନ ଆମ୍ଭମାନଙ୍କ ସେମାନଙ୍କର ସୂଚନା ଦିଏ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ଥିଲେ, ଯେଉଁମାନଙ୍କୁ ଅନେକ ଭବିଷ୍ୟତ ବକ୍ତାମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ବାରମ୍ବାର କହୁଥିଲେ। ଏହା ସମ୍ବନ୍ଧରେ ପିତର ଆପଣା ପତ୍ରରେ ଲେଖନ୍ତି, ଭବିଷ୍ୟତ ବକ୍ତାମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ପୁଣି ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ। ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା ସେ କେଉଁ ବା କି ପ୍ରକାର କାଳକୁ ଲକ୍ଷ୍ୟ କରୁଅଛନ୍ତି ତାହା ସେମାନେ ଅନୁସନ୍ଧାନ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ଜଗତକୁ ଆସିବାରେ ଈଶ୍ୱରଙ୍କର ଯୋଜନା ଥିଲା, ଯାହା ଈଶ୍ୱର ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲୋକମାନଙ୍କୁ ବାରମ୍ବାର ଜଣାଉଥିଲେ, ଯେପରି ସେମାନେ ଏହି ସୁସମାଚାର ଶ୍ରବଣ କରିବେ ଓ ତାହାଙ୍କଠାରେ ବିଶ୍ୱାସ କରିବେ ତଥା ପରିତ୍ରାଣ ପ୍ରାପ୍ତ ହେବେ। ମାତ୍ର ଅନେକ ଏହି ସୁସମାଚାରରେ ବିଶ୍ୱାସ କଲେ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଶିଷ୍ୟ ଜହନ କହନ୍ତି ଯେ ଯୀଶୁ ଲୋକମାନଙ୍କ ସମ୍ମୁଖରେ ଅନେକ ଚିହ୍ନ ଦେଖାଇଲେ, ତଥାପି ଲୋକମାନେ ବିଶ୍ୱାସ କଲେ ନାହିଁ। ଯେପରି ଯିଶାୟ ଭାବବାଦୀଙ୍କ ଦ୍ୱାରା ଏହି ଭାବବାଣୀ ସଫଳ ହେବ। ସେ କହିଲେ, ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶ ହୋଇଅଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଅନେକ ଲୋକ ଆଜି ମଧ୍ୟ ବିଶ୍ୱାସ କରନ୍ତି ନାହିଁ। ଯେଉଁମାନେ ଏହି ସତ୍ୟକୁ ଅଗ୍ରାହ୍ୟ କରନ୍ତି ସେମାନେ ନର୍କର ଅନ୍ତହୀନ ଯନ୍ତ୍ରଣା ଓ ପୀଡ଼ା ଅନୁଭବ କରିବେ, କାରଣ ସେମାନେ ପାପ କ୍ଷମା ପାଆନ୍ତି ନାହିଁ। ଏହାକୁ ଦ୍ୱିତୀୟ ମୃତ୍ୟୁ କୁହାଯାଏ। ମାତ୍ର ସେମାନେ ଧନ୍ୟ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି, ସେହିମାନେ ପାପ କ୍ଷମା ଓ ଅନନ୍ତ ଜୀବନ ଲାଭ କରନ୍ତି। ଏହା ସେହି ସୁସମାଚାର ଯାହା ଆଜି ଆପଣ ଶ୍ରବଣ କରୁଛନ୍ତି। ତାଙ୍କଠାରେ ବିଶ୍ୱାସ କରି ଆପଣ ଧନ୍ୟ ହେବାକୁ ଚାହିଁବେ ନାହିଁ କି? ଈଶ୍ୱର ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରନ୍ତୁ।